ସାଙ୍ଗମାନେ ଆଜି ମୋ ଜୀବନର ଗୋଟେ ଦୁଃଖ ଅବଶୋଷର ଦିନ। ପ୍ରଥମ ଦୁଃଖ ତ ବାବା ଏ ଦୁନିଆରେ ନାହାନ୍ତି। ଦ୍ୱିତୀୟ ଦୁଃଖ ହେଉଛି ମୋର ଅବଶୋଷ କି ମୁଁ ତାଙ୍କୁ ଶେଷ ମୁହୂର୍ତ୍ତରେ ଦେଖା ହେଇପାରିଲିନି। ମୁଁ ଯେତେବେଳେ ତାଙ୍କ ଦେହ ଖରାପ କଥା ଶୁଣିଥିଲି ମୋତେ ମା କହିଥିଲେ ବିନି ଆସିବୁ ବାବାଙ୍କୁ ଟିକେ ଦେଖାହେବୁ ଆଉ କିଛି ନୂଆ ଲେଖା ଆଣିବୁ, ଲେଖା ଦେଖିଲେ ବାବା ବହୁତ ଖୁସି ହେବେ। ସେ ଜିନିଷଟା ମୁଁ କରିପାରିଲିନି। ତାଙ୍କର ସେ ଚାଲିଗଲେ ଦୁନିଆରୁ। ସତରେ ସାଙ୍ଗମାନେ ମୋ ମୁଣ୍ଡ ମାନେ ମୁଁ କ'ଣ କହିବି, କେମିତି କହିବି ସେ ଜିନିଷ। ମାନେ ଯେତେବେଳେ ଜଣଙ୍କର କୁ ଆମେ କିଛି କହିଥାଉ, ଯେତେବେଳେ ସେ ଜିନିଷଟା ନ ହେଇପାରେ ବହୁତ କଷ୍ଟ ଦିଏ। ତାଙ୍କ ସହିତ ମୋର ବ୍ଲଡ଼ ରିଲେସନ୍ କିଛି ବି ନାହିଁ, କିନ୍ତୁ ଯେଉଁ ଅନ୍ତର ଆତ୍ମାର ଯେଉଁ ସମ୍ପର୍କ, ଯେଉଁ ଅନ୍ତର ଭିତରୁ ତାଙ୍କର ମୋ ପ୍ରତି ବହୁତ ସ୍ନେହ, ଶ୍ରଦ୍ଧା, ଭଲ ପାଇବା, ଆଶୀର୍ବାଦ ସବୁ ଜିନିଷ ସେ ମୋ ଉପରେ ଢାଳି ଦେଇଛନ୍ତି ଏବେ ବି। ଆଉ ତାଙ୍କ ପ୍ରତି ମୋର ବି ସେତିକି ସମ୍ମାନ ରହିଛି, ସେତିକି ମୁଁ ତାଙ୍କ ପାଇଁ ଦୋଆ କରେ, ସେତିକି ମୁଁ ତାଙ୍କ ପାଇଁ ପ୍ରାର୍ଥନା କରେ ଭଗବାନଙ୍କ ପାଖରେ ସବୁବେଳେ। ଭଗବାନ ତାଙ୍କୁ ଯେଉଁଠି ବି ରଖିଥାନ୍ତୁ, ଯେମିତି ବି ରଖିଥାନ୍ତୁ, ଭଲରେ ରଖିଥାନ୍ତୁ, ଖୁସିରେ ରଖନ୍ତୁ ସବୁବେଳେ। କାହିଁକିନା ସେମାନଙ୍କଠୁ ମୁଁ ବହୁତ କିଛି ଜିନିଷ ପାଇଛି ସାଙ୍ଗମାନେ। ଗୋଟେ ଜିନିଷ ଆପଣମାନଙ୍କୁ ଦେଖାଉଛି। ଏଇ ଡାଏରୀଟି ମୋତେ ମା ଗିଫ୍ଟ କରିଥିଲେ। ପାଖାପାଖି 10 ବର୍ଷ ହେଇଯିବ। 2017 ମସିହା 2016 ନା 17ରେ ମା ମୋତେ ଦେଇଥିଲେ। ଆଉ ବହି ସବୁ ଛୋଟ ଛୋଟ ବହି, ଏସବୁ ବହି, ଏ ବହି ଆପଣମାନଙ୍କୁ ବହୁତ ଛୋଟ ଲାଗୁଛି, କିନ୍ତୁ ଏ ଭିତରେ ବହୁତ ବଡ଼ ବଡ଼ ଜିନିଷ ସବୁ ଲେଖା ଅଛି। ବହୁତ ଭଲ ଭଲ କଥା ଅଛି। ମାଙ୍କର ମୋର ବଣ୍ଡିଙ୍ଗଟା ଏତେ ଷ୍ଟ୍ରଙ୍ଗ ହେଇଗଲା ଯେ ମୋର ଜୀବନର ପ୍ରତ୍ୟେକଟି କଥା ମୁଁ ତାଙ୍କ ସହିତ ସେୟାର କରିଛି। ରାତି ରାତି ଆମେ ବହୁତ ଗପିଛୁ। 12ଟା ନାହିଁ, 1ଟା ନାହିଁ, 2ଟା ରାତି ନାହିଁ, ଏମିତି ଆମେ ବସିଥାଉ, ଗପୁଥାଉ। ସେ ତାଙ୍କ ବିଷୟରେ କହୁଥାନ୍ତି, ମୁଁ ମୋ ବିଷୟରେ କହୁଥାଏ। ମୁଁ ଗୋଟେ ସାଧାରଣ ପରିବାରରୁ ଝିଅ ଯାଇଛି, ସେ କିନ୍ତୁ ସାଧାରଣ ନୁହଁ। ସେ ବହୁତ ହାଇଫାଇ। ତାଙ୍କ ବାପା ଥିଲେ ଜଣେ କଲେକ୍ଟର, ଆମ ପୁରୀ ଡିଷ୍ଟ୍ରିକ୍ଟର କଲେକ୍ଟର ଥିଲେ ତାଙ୍କ ବାପା। ସେତେବେଳେ ମାନେ ବ୍ରିଟିଶ ଅମଳରେ। ତାଙ୍କ ମା ଥିଲେ ବହୁତ ବଡ଼ ଯେଉଁ ଡକ୍ଟର ନିର୍ମଳା ଦେବୀ, ଯିଏକି ବହୁତ ବଡ଼ ଲେଖିକା, ଯାହାଙ୍କୁ ଲେଖା ଆମେ ସ୍କୁଲ କ୍ୟାରିୟରରେ ପଢ଼ିଛୁ ଆମ ସିଲାବସ୍ରେ। ମା ବି ବହୁତ ବଡ଼ ଲେଖିକା। ଅଲ୍ ଇଣ୍ଡିଆ ରେଡ଼ିଓରେ ତାଙ୍କର ବହୁତ ସାରା ଲେଖା, ଚିଠିପତ୍ର ସବୁ ଥାଏ, ବହିପତ୍ର। ଆଉ ଏଇସବୁ ଡାଏରୀ ବହି ମୋତେ ମା ଏଇଥିପାଇଁ ଗିଫ୍ଟ ଦେଇଥିଲେ କି ସେତେବେଳେ ମୋ ଜୀବନର କେଉଁଠି ନା କେଉଁଠି ଆରମ୍ଭ ହେଉଥାଏ ଲେଖା ଲେଖିକୁ ନେଇକରି। ମା ମୋତେ ସେଇଥିପାଇଁ କି ଏଇସବୁ ଜିନିଷ ଦେଇଥିଲେ। ଆଉ ବହୁତ କିଛି ଆଡ଼ଭାଇସ୍ କରିଥିଲେ। ବହୁତ ଜିନିଷ, ସମାଜ କ'ଣ, ଦୁନିଆ କ'ଣ, ମ୍ୟୁଜିକ୍ ଇଣ୍ଡଷ୍ଟ୍ରି କ'ଣ, ଲୋକ ସମାଜ ଏଠି କ'ଣ, କେତେ ଭେରାଇଟିଜ୍ର ଲୋକ ଅଛନ୍ତି। ଏମିତି ମୋର ସୌଭାଗ୍ୟ, କେଉଁ ଜନ୍ମର, କେତେ ଜନ୍ମର ତପସ୍ୟାର ଫଳ ଏଇଭଳିଆ ବ୍ୟକ୍ତିତ୍ୱଙ୍କ ପାଖରେ ମୁଁ ପହଞ୍ଚିଥିଲି। ଭଗବାନ ମୋତେ ତାଙ୍କ ପାଖେ ଜୁଟେଇଥିଲେ, ତାଙ୍କ ପାଖେ ପହଞ୍ଚେଇଥିଲେ କୌଣସି ନା କୌଣସି ମାଧ୍ୟମରେ, କୌଣସି ନା କୌଣସି ଜରିଆରେ। ତ ତାଙ୍କଠୁ ମୋତେ ମୁଁ ଆଜି ଯାହା କିଛି ବି ଯେଉଁ କାମ କରିଛି, ଅବଶ୍ୟ ମୋ ସମସାମୟିକ ଯେଉଁମାନେ ଯାଇଥିଲେ ସେମାନେ ଏବେ ବହୁତ ସାରା କାମ କରିଛନ୍ତି, ବହୁତ ଗୀତ, ବହୁତ କିଛି କାମ କଲେଣି ମ୍ୟୁଜିକକୁ ନେଇକିରି। କିନ୍ତୁ ମୁଁ ପଛରେ ପଡ଼ିଛି ଏଥିପାଇଁ କି ମୁଁ ଟାଣି ହେଇକି ରହିଛି। ନିଜକୁ ମୁଁ ଦୂରେଇ ରଖିଛି ମ୍ୟୁଜିକରୁ। କାହିଁକି କ'ଣ ସବୁ ଜିନିଷ ତ ମୁଁ ଡିଟେଲ୍ସ ଆପଣମାନଙ୍କ ସହିତ ବର୍ତ୍ତମାନ ପରିସ୍ଥିତିରେ କହିପାରିବିନି, କିନ୍ତୁ ଏତିକି, ମୁଁ ମୋର ଉନ୍ନତି କି ଅବନତି ପାଇଁ ମୁଁ ଅନ୍ୟମାନଙ୍କୁ କେବେ ଦାୟୀ କରେନି। ଯାହା ମୋ ଲାଇଫରେ ହୁଏ, ଭଲ ହେଉ ମନ୍ଦ ହେଉ, ସବୁ ପାଇଁକି ମୁଁ ନିଜେ ହିଁ ଦାୟୀ। ସେଥିପାଇଁକି କେହି ବି ମୁଁ କାହାକୁ କିଛି ବି କହିପାରିବିନି। ତ ସାଙ୍ଗମାନେ, ଆଉ ଯେତିକି ମୁଁ ଉପକୃତ ହେଇଛି, ଯାହା ମୁଁ ପାଇଛି, ସେଇର ଶ୍ରେୟ ମୁଁ ସେମାନଙ୍କୁ ହିଁ ଦେବି ଯେଉଁମାନଙ୍କଠୁ ମୁଁ ଅନେକ କିଛି ଶିକ୍ଷା ପାଇଛି। ତ ସାଙ୍ଗମାନେ, ଯେତେବେଳେ ମାଙ୍କର ସବୁବେଳେ କହୁଥିଲେ କି, ମା କହୁଥିଲେ କି ତୁ ଅଲ୍ ଇଣ୍ଡିଆ ରେଡ଼ିଓରେ ଟ୍ରାଏ କର ଆଗେ, ତାପରେ ମ୍ୟୁଜିକ୍ ଆସିବୁ, ଦେଖିବୁ ତୋତେ ସମସ୍ତେ ଇଏ କରିବେ। ଆଉ ତାଙ୍କ ଛାଇ ଆଢ଼ୁଆଳରେ ଯେତେବେଳେ ମୁଁ ପହଞ୍ଚିଗଲି, ତ ମୋତେ ଅନ୍ୟମାନଙ୍କଠୁ ତାଙ୍କର ଗୋଟେ ପରିଚୟ ମୋତେ ମିଳିଗଲା। ଧୀରେ ଧୀରେ ମ୍ୟାଡ଼ମ୍ରୁ ମା ହେଇଗଲେ। ସେ ତାଙ୍କ ନିଜ ଆଡ଼ୁ ସେ ମ୍ୟାଡ଼ମ୍ର ନାଁଟାକୁ ଲିଭେଇ ଦେଲେ। ସବୁବେଳେ ମା ବୋଲି ଡାକିବା ପାଇଁ, ସମ୍ବୋଧନ କରିବା ପାଇଁ କି କହିଲେ। ତ ଧୀରେ ଧୀରେ ମୋର ବି ମା ହେଇଗଲା। ମା ମାନେ ବାହାରି ଆସିଲା ମୁହଁରୁ ମୋର ସବୁବେଳେ ତାଙ୍କ ପାଇଁକି। ତ ଏବେ ବି ମା ହିଁ ଡାକେ। ସେବେ ତାଙ୍କର ଯେଉଁ ମୋବାଇଲ୍ ନମ୍ବର ଥିଲା, ଏବେ ବି ସେଇ ନମ୍ବର ଅଛି, କିନ୍ତୁ ମୋର ମଝିରେ ନମ୍ବର ଚେଞ୍ଜ ହେଇଥିଲା। ନମ୍ବର ମୋ ମୋବାଇଲରେ ହଜି ଯାଇଥିଲା।
ତ ପୁଣି ମୁଁ ନମ୍ବର ମୁଁ ଚେଞ୍ଜ କରିଦେଇଥିଲି ଅଲଗା ନମ୍ବର ସବୁ। ଯେତେବେଳେ ମୁଁ ଅକସ୍ମାତ ଦିନେ ମୋ ପୁରୁଣା ଡାଏରୀ ଦେଖୁଥାଏ, ମୋର ଗୋଟେ ଡାଏରୀ ସାଙ୍ଗମାନେ, ସେ ଡାଏରୀ ମୁଁ କେବେ ନିଜ ପାଖରୁ ହାତ ଛଡ଼ା କରେନି। ବହୁତ ସୁନ୍ଦର ଡାଏରୀଟେ, ଚିରିଗଲାଣି, କିନ୍ତୁ ଏଇ ଡାଏରୀଟା ବି ମୋ ପାଇଁକି ବହୁତ ହିଁ ଖାସ୍। କାରଣ ଏଇ ଡାଏରୀରେ ବହୁତ ବଡ଼ ବଡ଼ କଳାକାରମାନଙ୍କର ହାତର ସ୍ପର୍ଶ ବାଜିଛି, ତାଙ୍କର ଅଟୋଗ୍ରାଫ ଅଛି। ସାଙ୍ଗମାନେ, ବାବା ଆଉ ମାଆଙ୍କ ବିଷୟରେ କହିଲେ ତ ବହୁତ କଥା ଅଛି। କାରଣ ଆମେ ଦିନେ ଥରେ କି ଦୁଇଥର ଦେଖା ହେଇନୁ, ବହୁତ ଥର, ବହୁତ ଦିନ। ଯେହେତୁ ମୁଁ ତାଙ୍କ ଘରେ ପ୍ରାୟତଃ ରୁହେ 7 ଦିନ 8 ଦିନ ଏମିତି ଯାଇକି ରହିଯାଏ, ମାନେ ନିଜ ଝିଅ ଭଳିଆ। ଯେହେତୁ ମାଆଙ୍କର କେହି ଝିଅ ନଥାନ୍ତି, ସେ ମୋତେ ବେଶୀ ଟିକେ ଗେହ୍ଲା କରନ୍ତି, ବହୁତ ଭଲ ପାଇବା ଦିଅନ୍ତି। ଏମିତି ଗୋଟେ ଟାଇମ୍ ଥିଲା, ମା ହଠାତ୍ କିନା ଏତେ ଭାବ ବିହ୍ୱଳ ହେଇଗଲେ ତାଙ୍କ ବଡ଼ ପୁଅଙ୍କୁ ନେଇକି। ଯେହେତୁ ବଡ଼ ପୁଅ ତାଙ୍କର ଦୁବାଇରେ ଥାଆନ୍ତି, ମା ସବୁବେଳେ କହିବେ ମୋ ପୁଅ ଯାଇଛି ବନବାସରେ। ବଡ଼ ପୁଅଙ୍କୁ ସେ ବହୁତ ଭଲ ପାଆନ୍ତି, ସାନ ପୁଅଙ୍କୁ ବି ବହୁତ ଭଲ ପାଆନ୍ତି। ଦୁଇ ଜଣ ପୁଅ ମ୍ୟାରେଜ୍ କରିଯାଇଥିଲେ ସେତେବେଳକୁ। ସାନ ଭାଇଙ୍କର ଗୋଟେ ଛୋଟ ପୁଅ, ଭାଉଜ ବି ବହୁତ ଭଲ। ତ ମା ଏମିତି ଭାବ ବିହ୍ୱଳ ହେଉଥିଲେ, ଭାଇଙ୍କ ସହିତ କଥା ହେଉଥିଲେ। କିଛି ସମୟ ପରେ ମାଆଙ୍କର ମୁଣ୍ଡଟା ଚକ୍କର ଖେଳିଲା। ମା ବହୁତ ବଡ଼, ମୁଁ ସେତେବେଳକୁ ଛୋଟିଆ ମଣିଷଟେ ତାଙ୍କ ପାଖରେ। ତ ମୁଁ ପୁରା ମା ମାନେ ମାନେ ଇଏ ହେଇକି କ'ଣ ହେଲା ମ୍ୟାଡ଼ାମ୍, ପୁରା ଇଏ ହେଇଗଲି। ତାପରଠୁ ମାଆଙ୍କର ମୋ ପ୍ରତି ଗୋଟେ ଆସିଗଲା କି ତାପରେ ମୁଁ ବି ସେଇ ଇଏରେ ଇଏ କଲି। ଧୀରେ ଧୀରେ ଏତେ ଷ୍ଟ୍ରଙ୍ଗ ହେଇଗଲା ଆମ ବଣ୍ଡିଙ୍ଗ ଦୁଇ ଜଣଙ୍କର। ମୁଁ ସବୁବେଳେ ତାଙ୍କ ଆଗରେ ପଛରେ ନସର ପସର ହେଉଥାଏ। ସେ ରୋଷେଇ କଲେ ତାଙ୍କ ପାଖକୁ ଯାଉଥାଏ, ସେ ଏଇଟା କଲେ ସେଇଟା କଲେ, ସବୁବେଳେ ତାଙ୍କ ପାଖେ ରହୁଥାଏ। ସାଂସାରିକ ବିଷୟରେ, ସାମାଜିକ ସ୍ତର ବିଷୟରେ ବହୁତ କଥା ମୁଁ ତାଙ୍କଠୁ ଶିଖି ଯାଇଛି, ଯେଉଁଟାକି ଆଜିକା ଡେଟ୍ରେ ମୋ ଜୀବନରେ ସବୁ ଜିନିଷ କାମରେ ଆସୁଛି। ଏମିତି ଅନେକ ସାରା ଲୋକଙ୍କ ସହିତ ଭଗବାନ ଆମକୁ ଆଗତରେ ଜୁଟେଇ ଦେଇଥାନ୍ତି, ତାଙ୍କଠୁ ଆମେ କିଛି ଶିଖି ଯାଇଥାଉ। ଯେଉଁ ଶିକ୍ଷାଟା ଆମେ ଗ୍ରହଣ କରିଥାଉ ନିଜ ଭିତରେ, ସେଟାକୁ ନିଜ ଜୀବନରେ ଆମର ବୁଦ୍ଧି ଖଟେଇକି ଆମେ ନିଜ ଜୀବନରେ ଲଗେଇଥାଉ। ତ ମୁଁ ଦେଖିଛି ମାଆଙ୍କର ଯେଉଁ ଡେଡିକେସନ୍ ବାବାଙ୍କ ପ୍ରତି, ଆଜି ପର୍ଯ୍ୟନ୍ତ ବାବା ସୁସ୍ଥ, ମାନେ ଏପର୍ଯ୍ୟନ୍ତ ହେଲାଣି ବାବାଙ୍କର ଗଳା କ୍ଲିଅର ଥାଏ। ବାବା ସବୁବେଳେ ଗୀତ ଏବେ ବି ଗାଆନ୍ତି, ଏବେ ବି ପ୍ରୋଗ୍ରାମ୍ ଯାଆନ୍ତି, ବଡ଼ ବଡ଼ ପ୍ରୋଗ୍ରାମ୍ ଯାଆନ୍ତି, ସବୁ ସିଲେକ୍ଟିଭ୍ ପ୍ରୋଗ୍ରାମ୍ ଯାଆନ୍ତି ବାବା ଏବେ। ତାହାର ଶ୍ରେୟ ମାଆଙ୍କ ପାଇଁ ହିଁ ସବୁବେଳେ। କାରଣ ମୁଁ ଦେଖିଛି ମାଆଙ୍କୁ, ମାଆ କେଉଁଭଳି ଭାବରେ ତାଙ୍କର କେୟାର ନିଅନ୍ତି, ସବୁବେଳେ ବାବାଙ୍କର କେୟାର ନିଅନ୍ତି। ମାନେ ମୁଁ ଗୋଟେ ଦେଖିଥିଲି ମୋ ବୋଉ, ମୋ ଜନ୍ମ କଲା ବୋଉ ଯିଏ ବାପାଙ୍କର ଏତେ କେୟାର ନେଉଥିଲା। ଆଉ ସେକେଣ୍ଡ ଦେଖିଛି ମାଆଙ୍କୁ, ମାଆ ବହୁତ କେୟାର ନିଅନ୍ତି ବାବାଙ୍କର। ସକାଳ ଲେମ୍ବୁ ପାଣିଠୁ ଆରମ୍ଭ କରିକି ମାନେ ବାବା ଶୋଇବା ପର୍ଯ୍ୟନ୍ତ ସବୁ ଜିନିଷ ସେ ଖବର ଅନ୍ତର ତାଙ୍କର। ସେ ମାନେ ପ୍ରକୃତ ସ୍ତ୍ରୀ। ମାନେ ଗୋଟେ ଆଜିକି ବାବାଙ୍କର 88 ବର୍ଷ, ନିକମ ନୁହଁ, ମାନେ 88 ବର୍ଷ ବାବାଙ୍କର ପର୍ଯ୍ୟନ୍ତ। ସେ ଗାଉଥିଲେ, ସେଟା ହେଉଛି ମେନ୍ କଥା। ମାନେ ଏତେ ସୁନ୍ଦର ବି ଗାଉଥିଲେ, ତାଙ୍କ ଗଳାଟା ଏତେ ସାର୍ ବଢ଼ିଆ ଲାଗେ, ତାଙ୍କ ଭଏସ୍ଟା ଶୁଣିବା ପାଇଁକି। ମେନ୍ କରିକି ସେ ଖାଲିରେ ବି ଯେତେବେଳେ ଘରେ ଗୁଣଗୁଣ ହେଇକି ଗୀତ ଗାଆନ୍ତି, ବହୁତ ମଜା ଲାଗେ ଶୁଣିବା ପାଇଁକି। ଯେତେବେଳେ ମୁଁ ତାଙ୍କୁ ଲେଖା ନେଇକି ଯାଏ, ମୋତେ ମେନ୍ କରି ସେ ହିଁ ଗୀତ ବିଷୟରେ ସେ ହିଁ ମୋତେ ଶିଖେଇ ଦେଇଥିଲେ କିଛି ଜିନିଷଟା। ବିନି ଏଇଟା ମୁଖଡ଼ା ଅନ୍ତଟା ଏମିତି ହେବ, ମୁଖଡ଼ାଟା ଏମିତି ହେବ, ୟା ପରେ ଏଇଟା ଲେଖା ହେବ, ଗୀତର ଭାବଟା ଦରକାର, ମିନିଂଟା ମେନ୍ କରୁଛି, ବହୁତ କିଛି ଜିନିଷ ସେ ମୋତେ ତାଙ୍କଠୁ ମୁଁ ସେତେବେଳେ ଶିଖିଦେଇ। ଗୋଟେ କଥା ମୁଁ ଗୋଟେ ତାକୁ ପୁରା ମାଇଣ୍ଡରେ ପୁରା ପ୍ରିଣ୍ଟ କରିଦେଇଥାଏ, ତାଙ୍କର ଯେଉଁ କଥାକୁ ବାବାଙ୍କର। ତ ମା ବେଶୀ ଫୋର୍ସ କରନ୍ତି ବାବାଙ୍କୁ, ଆମର ସମୟ ସରିଯାଉଛି, ଆମର ପିଢ଼ି ସରିଯାଉଛି, ସେମାନେ ଆଗକୁ ଆସନ୍ତି, ତାଙ୍କୁ ଟିକେ ହେଲ୍ପ କର, ଏ କର ସେ କର। ବାବାଙ୍କୁ ଏମିତି ମୋ ପାଇଁକି ବାବାଙ୍କୁ ସେ ବହୁତ କଥା ସବୁବେଳେ କହୁଥାନ୍ତି। ବାବାଙ୍କର ଯେତେବେଳେ ମୁଡ୍ ଥାଏ, ଡାକିବେ ତାଙ୍କ ଆଡ଼ୁ, ବିନି ଆସିଲୁ, କ'ଣ ତ ଲେଖା ଅଛି ଦେଖିବା, ଟିକେ ଆଣିଲୁ, କ'ଣଟା ଲେଖିଛୁ ଆଉ, ମାନେ ଏଇ ଟାଇପ୍ର ଥାଆନ୍ତି। ଆଉ ଯେତେବେଳେ ତାଙ୍କ ମୁଡ୍ ଭଲ ଥାଏ, ଚକୋଲେଟ୍ ଥିବ ଫ୍ରିଜ୍ରେ, ବିନି ଚକୋଲେଟ୍ ନେବୁ, ଚକୋଲେଟ୍ ଦେବେ। ସବୁବେଳେ ମୋତେ ଗୋଟେ କହିବେ ବିନି ତ ମୁହଁଟା ଚିନି। ମା ବି ସବୁବେଳେ କହିବେ, ବାବା ମା ଦୁଇ ଜଣ ଯାକ ମିଶିକି କହିବେ ସେ ସିନା କଳାଟା, କିନ୍ତୁ ତା ମୁହଁଟା ପୁରା ଚିନି। ମାନେ ଏମିତି ସବୁବେଳେ ମୋତେ କହିବେ, ବିନି ତ ମୁହଁ ଚିନି। ସେ ଦିନ ସତରେ ସାଙ୍ଗମାନେ ଆଜି ଯେଉଁ ମନେ ପଡ଼ିଲେ, ମାନେ ଦେହ ସିହରି ଆସୁଛି ସବୁବେଳେ। ବାବା ଆଉ ଗୋଟେ ଦିନ ଏମିତି ଥିଲା, ବହୁତ ମନେ ପଡ଼ୁଛି ସେ ଦିନଟା। ବାବା ଯେତେବେଳେ ପ୍ରୋଗ୍ରାମରୁ ସେଦିନ ଆସିଲେ ଫେରିକି, ପ୍ରୋଗ୍ରାମ ସାରିକି ଆସିଲେ ରାତି 1, 1:30 ଆମେ ସେ ପର୍ଯ୍ୟନ୍ତ ମାଆଙ୍କର ମୋର ଆମର ବାର୍ତ୍ତାଳାପ ଚାଲିଛି, ଗପସପ ଚାଲିଛି। ସେ ତାଙ୍କ
ବିଷୟରେ କୁହନ୍ତି, ମୁଁ ମୋ ବିଷୟରେ କୁହନ୍ତି। ସେ ବହୁତ ହାଇ ଫାଇ ଘରର ଝିଅ, ମୁଁ ସାଧାରଣ ପରିବାରର ଝିଅ। ମୋ ବିଷୟରେ ସିଏ ଜାଣୁଛନ୍ତି, ମୁଁ ତାଙ୍କ ବିଷୟରେ ଜାଣୁଛି। ମୁଁ ନିଜକୁ ବହୁତ ଧନ୍ୟ ମନେ କରୁଥାଏ। ଏତେ ବଡ଼ ପ୍ରତିଭା, ଏତେ ବଡ଼ ବ୍ୟକ୍ତିତ୍ୱ, ତାଙ୍କ ପାଖରେ ମୁଁ ବସୁଛି, ଗପସପ ହେଉଛି। ଆମେ ଗୋଟେ ଏମିତି ସପ ପାରି ଦେଇଥାଉ, ମାଙ୍କର ମୋର ବହୁତ ଗପୁ। ତାଙ୍କ ଘରକୁ ଯିଏ ଆସନ୍ତି କାମ କରିବା ପାଇଁକି, ତାଙ୍କ ସହିତ କାମରେ ମତଲବ ଥାଏ, ବ୍ୟକ୍ତିଗତ ଜିନିଷ ସେ ସମସ୍ତଙ୍କ ସହିତ ସେୟାର କରନ୍ତିନି। ମୁଁ ନିଜକୁ ବହୁତ ଲକି ମନେ କରେ, ମୁଁ ନିଜକୁ ବହୁତ ସୌଭାଗ୍ୟ ସେଇଥିପାଇଁ ବେଶୀ ମନେ କରେ କି ତାଙ୍କର ମୋ ପ୍ରତି ଯେଉଁ ଭଲ ପାଇବାଟା, ମୋ ପ୍ରତି ଯେଉଁ ସବୁ ଜିନିଷଟା ସେୟାର କରିବାଟା, ସେଇ ଜିନିଷଟା ବେଶୀ ଭଲ ଲାଗେ। ତ ମା ସେଠୁ ଏମିତି ଗପସପ, ବାବା ଆସିଲେ, ବାବାଙ୍କୁ ପ୍ରୋଗ୍ରାମରୁ ଆସିଲା ବେଳକୁ ଦେଇଥିଲେ ଛେନା, କଞ୍ଚା ଛେନା, ନିଆଳି ପଟକୁ ନା କେଉଁ ପଟକୁ ଏମିତି ଯାଇଥିଲେ ଗୋଟେ ପ୍ରୋଗ୍ରାମରେ। ବିଶ୍ୱାସ କରିବେନି ସାଙ୍ଗମାନେ, ସେ ଛେନାକୁ ଆମେ 3 ଦିନ ଯାଏଁ ଖାଇଛୁ। ଏତେ ଟେଷ୍ଟି ଛେନା। ବହୁତ ଜିନିଷ ବାବା ଆଣନ୍ତି, ଆଉ ଗୋଟେ ଗୋଟେ ଜାଗାରୁ ବହୁତ ପରିବା ପତ୍ର ବି ଦେଇଥାନ୍ତି, ବହୁତ ପରିବା, ଭଲ ଫ୍ରେଶ୍ ପରିବା ସବୁ। ଆମେ ଏମିତି ପରିବା ବଢ଼ିଆ ହେଇଯାଇଥିବ। 2 ଦିନ ମୁଁ ଯେତେବେଳେ ଯାଏ 7 ଦିନ 8 ଦିନ ଏମିତି ରହେ, ଆସେ, ମା ଦିଅନ୍ତି ପଇସା ମୋତେ ଡ୍ରେସ୍ ପାଇଁକି, ମିଠା ପାଇଁକି, ମିଠା କିଣିକି ଦିଅନ୍ତି। ଘର ସାମ୍ନାରେ ତାଙ୍କର ମିଠା ଥାଏ, ଆଉ ସୁନ୍ଦର ଫୁଲ ବଗିଚାଟା ଥାଏ। ମା ସବୁବେଳେ କହିବେ ଏଇଠି ବାବାଙ୍କର ପ୍ରାୟ ଇଣ୍ଟରଭ୍ୟୁ ହୁଏ। ବହୁତ ପ୍ରକାର ଫୁଲ ବାଗାନ ସବୁ ମାଙ୍କର ଥାଏ, ବହୁତ ଫୁଲ ପ୍ରେମୀ ସେ। ତାଙ୍କ ଠାକୁର ଘରକୁ କାହାର ଆଲାଉ ନଥାଏ, କେହି ବି। ମା ପୂଜା କରନ୍ତି, ନହେଲେ ନାହିଁ ପ୍ରାୟତଃ ମୁଁ ହିଁ ଯାଏ। ମା ଯେତେବେଳେ ତାଙ୍କର ବୃଦ୍ଧ ହେଇଯାଇଥିଲେ ନା, ସେତେବେଳକୁ 65 ମାଙ୍କର ଏଜ୍, ଆଉ ସେ 65-70 ପାଖାପାଖି ଏଜ୍ରେ କାର୍ ଚଲାନ୍ତି, 4 ହ୍ୱିଲର, ମାନେ ଭୁବନେଶ୍ୱର ଟାଉନ୍ ଏରିଆରେ ଏତେ ଇଏରେ ସାପ ପରି ଏମିତି ନିଜେ ସେମିତି ନିଜେ। ମୁଁ ଆଗରେ ବସିଥାଏ। ଆମେ ଯେବେ ବି ଯୁଆଡ଼େ ଯାଉ, ରିଲାଏନ୍ସ ଯାଉ, ବ୍ୟାଙ୍କ ଯାଉ, ଯୁଆଡ଼େ ବି ଯାଉ, ମା ସାଙ୍ଗେ ନେଇକି ଯିବିନି, ଆଜି ଯିବା ଇଆଡ଼େ, ଆଜି ସିଆଡ଼େ ଯିବା, ଆଜି ଏଠି ପ୍ରୋଗ୍ରାମ୍ ଅଛି, ଆଜି ସେଠି ଇଏ ଅଛି, ଯାଏ ତାଙ୍କ ସାଙ୍ଗେ ତ ପ୍ରାୟ। ସେ ମୋ ଘର ଲୋକଙ୍କ ସହିତ ବି କଥା ହୁଅନ୍ତି, ଯେତେବେଳେ ଭଲ ମନ୍ଦ ଯାହା ମୋ ଘର ଲୋକ ଜାଣିବା ପାଇଁ ଚେଷ୍ଟା କରନ୍ତି। ତ ମୋତେ ଏମିତି ଜଣେ ଗୁରୁମା ଜଣେ ମିଳିଯାଇଥିଲେ, ବହୁତ ଭାଗ୍ୟର କଥା। ସାଙ୍ଗମାନେ କହିଲେ ତ ବହୁତ କଥା ଅଛି, ଆଉ କ'ଣ କହିବି। ସେ ଦିନ ମନେ ପଡ଼ିଲେ